ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସଭାଗୃହଠାରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନାମିକା ପାଣ୍ଡେଙ୍କ ତତ୍ତ୍ୱାବଧାନରେ ସୋମବାର ପୂର୍ବାହ୍ନ 10 ଘଣ୍ଟା ସମୟରେ ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମସ୍ତ ପଞ୍ଚାୟତରେ ସପ୍ତାହର ପ୍ରତ୍ୟେକ ସୋମବାର ଏହି ମିଳିତ ଜନଶୁଣାଣି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନାମିକା ପାଣ୍ଡେ, ଅତିରିକ୍ତ ତହସିଲଦାର, ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୌରୀ ଗୌଡ଼, ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼, ପଞ୍ଚାୟତ ନିର୍ବାହୀ ଅଧିକାରୀ, ନାୟବ ସରପଞ୍ଚ ଓ ସମସ୍ତ ବ୍ଲକ ବିଭାଗୀୟ ଅଧିକାରୀମାନେ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ଏବଂ ଅଭିଯୋଗକୁ ନେଇ ବିଚାର କରାଯାଇଥିଲା। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଜମିଜମା, ଜଳ ସମସ୍ୟା ଏବଂ ଭୂମିହୀନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା ଯୋଜନା, ଅବିବାହିତ ଭତ୍ତା ଏବଂ ଅନ୍ୟାନ୍ୟ ସମସ୍ୟାକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ଆଜିର ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ପ୍ରାୟ 45ରୁ ଅଧିକ ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସମସ୍ତ ଅଭିଯୋଗକୁ ଇ ଅଭିଯୋଗ ମାଧ୍ୟମରେ ପଞ୍ଜୀକୃତ କରାଯାଇଛି। ସମସ୍ତଙ୍କ ମିଳିତ ସହଯୋଗରେ ଆଜିର ଏହି ଜନଶୁଣାଣି କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପ୍ରୋଗ୍ରାମ ଅଫିସର, ୱାର୍ଡ ସଭ୍ୟ, ଅଙ୍ଗନବାଡ଼ି କର୍ମୀ ଯୋଗଦେଇ ସହଯୋଗ କରି ଜନଶୁଣାଣି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା। ମୁଁ କହିଥିଲା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼। ଦେଖନ୍ତୁ, ସରକାରଙ୍କର ଗୋଟେ ନିୟମ ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ପ୍ରତି ମାସରେ ଗୋଟେ ଗ୍ରିଭେନ୍ସ କରାଯାଏ। ପ୍ରତ୍ୟେକ ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ ଏ ଗୋଟେ ପ୍ରୟାସ ସରକାର ଜାରି କରିଛନ୍ତି। ଏଣୁ ପ୍ରତ୍ୟେକ ପଞ୍ଚାୟତରେ ହୋଇସାରିଛି। ଆମ ପଞ୍ଚାୟତ ମଧ୍ୟ ବାକି ଥିଲା, ଆଗକୁ ଆହୁରି କିଛି ପଞ୍ଚାୟତ ବାକି ରହିଛି। ସେଗୁଡ଼ା ସବୁ ଗ୍ରିଭେନ୍ସ ହେବ। ପବ୍ଲିକ ମାନଙ୍କର ଯାହା ଦୁଃଖ ସୁଖ ରହିଛି ସବୁ ବୁଝିବା ପାଇଁ ଏ ଗ୍ରିଭେନ୍ସ। ଆଜ୍ଞା, ନାଇଁ, ବିଭିନ୍ନ ପ୍ରକାର ପ୍ରତ୍ୟେକ ଲୋକମାନଙ୍କର ସେ ରାସନ କାର୍ଡ଼ ହେଉ କିମ୍ବା ଭତ୍ତା ହେଉ କିମ୍ବା ଗାଁ ପରିମଳ ଉପରେ ହେଉ କିମ୍ବା ଗ୍ରାମର ଉନ୍ନୟନମୂଳକ କାମ ଉପରେ ହେଉ, ପ୍ରତ୍ୟେକ ଅଭିଯୋଗ ଲୋକମାନେ ରଖୁଛନ୍ତି। ମୁଁ ସକାଳଠୁ ଲୋକଙ୍କ ସହିତ କଥା ହେଉଛି, ସମସ୍ତେ ଆସିକି ସେ ଅଭିଯୋଗ କରୁଛନ୍ତି। ସମସ୍ତଙ୍କୁ ଏଠି ଆମର ରେଜିଷ୍ଟର ମେଣ୍ଟେନ୍ ହେଉଛି। ସମସ୍ତେ ସାର୍ ମାନେ ସବୁ ବସିଛନ୍ତି, ପ୍ରତ୍ୟେକ ଲାଇନ୍ ଡିପାର୍ଟମେଣ୍ଟ ଆସି ବସିଛନ୍ତି। ତହସିଲଦାର, ଆଡ଼ିସନାଲ୍ ତହସିଲଦାର, ବିଡ଼ିଓ, ପ୍ରତ୍ୟେକ ଡିପାର୍ଟମେଣ୍ଟ ବ୍ଲକରେ ଆସି ସବୁ ବସିଛନ୍ତି। ନିଶ୍ଚିତ ଭାବେ ମୋର ଧାରଣା ରହିଛି, ଯେହେତୁ ଗ୍ରିଭେନ୍ସ ଗୋଟେ ଏମିତି ଗୋଟେ ଜିନିଷ, ଏଠି ସିଧା କଲେକ୍ଟର ହାତକୁ ନିଅନ୍ତି ଜିନିଷ ଗୁଡ଼ାକ। ପ୍ରତ୍ୟେକ ଜିନିଷ ତାଙ୍କର ଗୋଚରକୁ ଗଲା ପରେ ସେ ନିଶ୍ଚିତ ଭାବେ ଏଗୁଡ଼ା ସବୁ ଆମର ଅଭିଯୋଗ ପୂରଣ କରିବେ ବୋଲି ଆମର ଆଶା ରହିଛି। ପଞ୍ଚାୟତବାସୀଙ୍କର ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍ ରହିଛି, ତ ସେଗୁଡ଼ାକ ସବୁ କିଛି ମାତ୍ରା ବି ସଲ୍ଭ ହୋଇପାରିବ ବୋଲି ମୁଁ ଆଶା କରୁଛି।